ଆଉ ଆଜିର ପ୍ରସଙ୍ଗ ହଉଛି ରୋଗୀଙ୍କ ପାଇଁ ଅଭିଷେକ ତେଲ ବାଇବଲ ଆଧାରିତ କି? ରୋଗୀଙ୍କ ପାଇଁ ଅଭିଷେକ ତେଲ ବାଇବଲ ଆଧାରିତ କି? ଯାହାକୁ ଆମେ ପ୍ରାର୍ଥନା ତେଲ ବୋଲି ବି କହୁଛୁ। ଏଇଟା ଟିକେ ଆମେ ଚିନ୍ତା କରିକି ଦେଖିବା। ବାକ୍ୟର ଆଲୋକରେ ଏଇଟାକୁ ଆମେ ଟିକେ ଦେଖିବା ପାଇଁ ଚେଷ୍ଟା କରିବା ଯେ ବାଇବଲ କଣ କହୁଛି ବିଷୟ, ବାଇବଲର ଶିକ୍ଷା କଣ, ମାନେ ଅଭିଷେକ ତେଲର ମହତ୍ଵଟା କଣ, ଆମେ ଟିକେ ଚିନ୍ତା କରି ଦେଖିବା। ଯଦି ଆପଣ ଦେଖିବେ ପୁରାତନ ନିୟମରେ ଖୁସି ବା ଆନନ୍ଦକୁ ପ୍ରକାଶ କରିବା ପାଇଁ ସୁଗନ୍ଧ ତୈଳ ବ୍ୟବହାର କରାଯାଉ। ଆପଣ ଯଦି ଦେଖିବେ ଗୀତ ସଂହିତା 45 ପର୍ବ ତାର 7 ପଦ, ଗୀତ ସଂହିତା 45 ତାର 7। ତୁମ୍ଭେ ଧର୍ମକୁ ପ୍ରେମ ଓ ଦୃଷ୍ଟତାକୁ ଘୃଣା କରିଅଛ। ଏହେତୁ ପରମେଶ୍ୱର ତୁମ୍ଭର ପରମେଶ୍ୱର ତୁମ୍ଭର ମିତ୍ରଗଣ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦ ରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି। କଣ ତୈଳ? ଆନନ୍ଦ ରୂପ ତୈଳ। ଏ ତୈଳର ଯୋଉ ପ୍ରତୀକ ବା ରୂପରେଖଟା ସୁଗନ୍ଧ ତୈଳ, ଏଟା ଆନନ୍ଦର ପରିପ୍ରକାଶ ଥିଲା। ଆନନ୍ଦ ରୂପ ତୈଳ। ଆପଣ ମାନେ ବୁଝିବା ପାଇଁ ଚେଷ୍ଟା କରିବେ, ନଚେତ୍ ଆପଣ ମାନେ ବି ଭ୍ରମିତ ହେବେ। ଆମମାନଙ୍କ ଘର ମାନଙ୍କର ଅନେକ ଘରେ ପ୍ରାର୍ଥନା ତେଲ ଗୁଡାକ ଅଛି। ଟିକେ ମୁଣ୍ଡ ବଥା ହେଲେ ପ୍ରାର୍ଥନା ତେଲ, ପେଟ ବଥା ହେଲେ ପ୍ରାର୍ଥନା ତେଲ, ବେକ ବଥା ହେଲେ ପ୍ରାର୍ଥନା ତେଲ, ଆଣ୍ଠୁ ବଥା ହେଲେ ପ୍ରାର୍ଥନା ତେଲ। ଆମେ ଜାଣିବା ଦରକାର ଯେ ରୋଗୀମାନଙ୍କ ପାଇଁ ଆଜିର ପ୍ରସଙ୍ଗ ହଉଛି ଯେ ରୋଗୀମାନଙ୍କ ପାଇଁ ଅଭିଷେକ ତେଲ ବାଇବଲ ଆଧାରିତ କି? କାରଣ ଅନେକ ସରଳ ବିଶ୍ୱାସୀ ମାନେ ସେମାନେ ନୂଆ କରି ପ୍ରଭୁରେ ଆସନ୍ତି ଅନଖ୍ରୀଷ୍ଟିଆନ ପୃଷ୍ଠଭୂମିରୁ, କାରଣ ସେଇଠି ବି ଅନେକ ପୂଜା ବିଧି ନାନା ବିଧି କରିକି ଆସିଥାନ୍ତି। ତ ସେମାନଙ୍କୁ ଇମିଡିଏଟଲି ଗୋଟେ ଦରକାର, ମାନେ ସେ ଯେତେବେଳେ ସେମାନେ ଗୁଣିଆ ପାଖକୁ ଯାଆନ୍ତି, ମନ୍ତ୍ରତନ୍ତ୍ର ପାଖକୁ ଯାଆନ୍ତି, କିଛି ଗୋଟେ ଦିଏ ସେ। ତ ଏଇଠି ଆସିଲା ପରେ ବି ଲୋକମାନେ କିଛି ଗୋଟେ ଆବଶ୍ୟକ କରନ୍ତି, ଆମେ ସାଙ୍ଗେ ସାଙ୍ଗେ ରେଡି କରିଥାଉ। ମାନେ ସେଇଠି ଗୋଟେ ଫଟୋ ଛାଡି ଆସିଥାନ୍ତି, ଏଇଠି ଗୋଟେ ଫଟୋ ଧରି ପକାନ୍ତି। ସେଇଠି ଗୋଟେ ବ୍ୟବସ୍ଥା ଛାଡି ଆସିଥାନ୍ତି, ଏଇଠି ଗୋଟେ ବ୍ୟବସ୍ଥା ଧରନ୍ତି। ଆଉ ଆମ ଲୋକମାନେ ମଧ୍ୟ ସେମାନଙ୍କୁ ବାଇବଲର ସଠିକ ଶିକ୍ଷା ନ ଦେଇ, ବାଇବଲ ଆଧାରିତ ଶିକ୍ଷା ନ ଦେଇକି ସେମାନେ ମଧ୍ୟ ଲୋକମାନଙ୍କୁ ବାଟ ବଣା କରାନ୍ତି। ଏଇଟା ଆମେ ଦେଖୁଛୁ ପୁରାତନ ନିୟମରେ ଖୁସି ବା ଆନନ୍ଦର ପ୍ରତୀକ ସ୍ୱରୂପ ସେମାନେ ସୁଗନ୍ଧ ତୈଳ ବ୍ୟବହାର କରନ୍ତି, କିନ୍ତୁ ବିଳାପର ଦିନରେ ସେ ତେଲ ବ୍ୟବହାର କରୁନଥିଲେ। ଯଦି ଆପଣ ଦେଖିବେ ଦ୍ୱିତୀୟ ସାମୁଏଲ 12 ପର୍ବ 20 ପଦ, ଦ୍ୱିତୀୟ ସାମୁଏଲ 12 ପର୍ବ ତାର 20 ପଦ। ଏଥିରେ ଦାଉଦ ଭୂମିରେ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ। ତହିଁଉତ୍ତାରୁ ସେ ଆପଣା ଗୃହକୁ ଆସି ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କ ସମ୍ମୁଖରେ ଖାଦ୍ୟଦ୍ରବ୍ୟ ରଖିଲେ, ତହୁଁ ସେ ଭୋଜନ କଲେ। ଏଟା କଣ ଥିଲା ଯେ ବିଳାପ ଦିନରେ ତୈଳ ଲଗାଉନଥିଲେ। ବିଳାପ ସରିଲା ପରେ, ଦୁଃଖ ସରିଲା ପରେ ଲୋକମାନେ ତୈଳ ଲଗାଉଥିଲେ। ଆମ ଅଞ୍ଚଳରେ ବି ଆପଣ ଦେଖିବେ ଯେ ଲୋକମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ତେଲ ଲଗାନ୍ତି। ଆମର 3 ଦିନରେ ଲୋକମାନେ ସମସ୍ତେ ଯାଆନ୍ତି ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ। ସେ 3 ଦିନ ପର୍ଯ୍ୟନ୍ତ ତେଲ ବ୍ୟବହାର କରନ୍ତି ନାହିଁ। ଆମ ଆଡେ ତ ଖାଇବା ତେଲ ବି ବ୍ୟବହାର କରନ୍ତି। ମାନେ ଜଣେ ଖାଇବାଟା ଆଣି ଦିଅନ୍ତି ଲୋକମାନଙ୍କ ଘରେ ରୋଷେଇ କରିକି, ସେମାନେ ମଧ୍ୟ କଣ କରନ୍ତି, ତେଲ ପକାନ୍ତି ନାହିଁ। ଷ୍ଟ୍ରିକ୍ଟଲି କୁହନ୍ତି ବୋହୂ ମାନଙ୍କୁ, ଦେଖ ତେଲ ପକାଇବ ନାହିଁ, ଫୁଟଣ କରିବ ନାହିଁ, ଏତେ ଷ୍ଟ୍ରିକ୍ଟ ଥିଲା। ଆଉ ତୃତୀୟ ଦିବସରେ କଣ କରାଯାଉଥିଲା ଆମମାନଙ୍କର, ଲୋକମାନେ ଯାଆନ୍ତି, ବାକ୍ୟ ଦିଅନ୍ତି, ସାନ୍ତ୍ୱନା ଦିଅନ୍ତି, ଆଉ ମସ୍ତକରେ ତୈଳ ଲଗାଇ ଦିଅନ୍ତି। ସେ ଦୁଃଖର ସମୟରେ ତୈଳ ଲଗାନ୍ତି ନାହିଁ। ଆଉ ତେଲ କେତେବେଳେ ବ୍ୟବହାର କରୁଥିଲେ ଲୋକମାନେ, ଯେତେବେଳେ ଅତିଥି ମାନେ ଗୃହକୁ ଆସୁଥିଲେ ସେମାନଙ୍କୁ ସମ୍ମାନ ଦେବା ପାଇଁ ସେମାନଙ୍କୁ ମଧ୍ୟ ତୈଳ ଲଗାଇ ଦଉଥିଲେ ଅତିଥି ଆସିଲେ। ଆପଣ ଦେଖିବେ ଆମର
ଗାଁ ଗହଳିରେ ମଧ୍ୟ ଯେତେବେଳେ ବନ୍ଧୁମାନେ ଲୋକମାନେ ଘରକୁ ଆସୁଥିଲେ ଗୋଡ ଧୋଇ ଦଉଥିଲେ ଆଉ ମୁଣ୍ଡରେ ଟିକେ ତେଲ ଲଗାଇ ଦଉଥିଲେ। ଆପଣ ମାନେ ଯଦି ମନେ ଥିବ ଦେଖିବେ ଆମର ଗାଁ ଗହଳିରେ ଯେତେବେଳେ ଆମର ଅତିଥି ମାନେ ଆସୁଥିଲେ ଗୋଡ ଧୋଇବା ପାଇଁ ପାଣି ଦିଅନ୍ତି, ଗୋଡ ଧୋଇଲା ପରେ ପୋଛିବା ପାଇଁ ଟାୱଲ ଦିଅନ୍ତି, ତାପରେ ମୁଣ୍ଡରେ ଟିକେ ତେଲ ଲଗେଇ ଦିଅନ୍ତି। ଆପଣ ଦେଖିବେ ଲୋକଲିଖିତ ସୁସମାଚାର ତାର 7 ପର୍ବ 36 ରୁ 38, ଲୁକ 7 36 ରୁ 38। ଆଉ ଫାରୁସୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ। ସେଥିରେ ସେ ଫାରୁସୀଙ୍କ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ। ଆଉ ଦେଖ, ସେହି ନଗରରେ ଜଣେ ପାପିଷ୍ଠା ସ୍ତ୍ରୀ ଥିଲା। ଯୀଶୁ ସେହି ଫାରୁସୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି ଏହା ଜାଣିପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି ପଛଆଡେ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଅଶ୍ରୁ ଜଳରେ ତାହାଙ୍କ ପାଦ ସିକ୍ତ କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା। ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧ ତୈଳ ଲଗାଇ ଦେବାକୁ ଲାଗିଲା। କିନ୍ତୁ କଣ କରୁଛି, ପ୍ରଭୁ ଯୀଶୁ ଜଣଙ୍କ ଘରେ ଅତିଥି ଯାଇଛନ୍ତି ଆଉ ସେଇ ସମୟରେ ସେ ସୁଗନ୍ଧି ତୈଳ ଲଗାଇ ଦଉଛି। ଆପଣ 46 ପଦ ମଧ୍ୟ ପଢନ୍ତୁ, 46। ତୁମ୍ଭେ ମୋହର ମସ୍ତକରେ ତୈଳ ଲଗାଇଲ ନାହିଁ, କିନ୍ତୁ ଏ ମୋହର ପାଦରେ ସୁଗନ୍ଧି ତୈଳ ଲଗାଇଲା। ହୁଁ। କଣ ଲେଖା ଯାଉଛି? ତୁମେ ତୈଳ ଲଗାଇଲ ନାହିଁ। ଅତିଥି ମାନଙ୍କୁ କଣ କରୁଥିଲେ? ସେମାନେ ତୈଳ ଲଗାଉଥିଲେ। ତ ଏଇଠି ଆମେ ଆଜି ଧ୍ୟାନ କରୁଛୁ ଯେ ରୋଗୀ ମାନଙ୍କ ପାଇଁ ଏ ଅଭିଷେକ ତେଲ କୋଉଠୁ ଆସିଲା। ଆପଣ ଯଦି ଦେଖିବେ ମାର୍କ ତାର 6 ପର୍ବ 13 ପଦ, ମାର୍କ 6 ପର୍ବ ତାର 13 ପଦ। ପୁଣି ଅନେକ ଭୂତ ଛଡାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ। ହୁଁ। ଏଇଠି ଲେଖା ଅଛି ତୈଳ ଲଗାଇକି ସୁସ୍ଥ କଲେ। ଏଇଠି ବି ଅଭିଷେକ ତେଲ ବୋଲି ଲେଖାଯାଇନି, ଏନୋଇଣ୍ଟିଂ ଅଏଲ ବୋଲି ଲେଖାଯାଇନି, ତୈଳ ଲଗାଇଲେ। ଏଇଟା ହଉଛି କଣ? ଜିହୁଦୀ ମାନଙ୍କର ପରମ୍ପରା। ଆପଣ ଯଦି ଜିହୁଦୀ ମାନଙ୍କର କଲଚରକୁ ଦେଖିବେ ଯେ ଜିହୁଦୀ ମାନେ କଣ କରୁଥିଲେ ଯେ ତୈଳ ସାଙ୍ଗରେ ନେଇକି ଯାଉଥିଲେ, ସେମାନଙ୍କ ଯାତ୍ରା ସମୟରେ ତୈଳ ଥିବ ଆଉ ସେ ତୈଳ ଲଗାଇକି ସେମାନେ ପ୍ରାର୍ଥନା କରୁଥିଲେ। এইটা ବି ଅଭିଷେକ ତେଲ ବୋଲି ଲେଖାଯାଏନି। ଯଦି ଆପଣ ଯାକୁବ ତାର 1 ଅଧ୍ୟାୟ 1 ପଦ ପଢିବେ, ଯାକୁବ ତାର 1 ଅଧ୍ୟାୟ ତାର 1 ପଦ। ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବର ଛିନ୍ନ ଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ନମସ୍କାର। ଏଇଟା କାହାକୁ ଯାକୁବ ଲେଖୁଛନ୍ତି? ଯାକୁବ ଆମକୁ ଲେଖୁନାହାନ୍ତି। ଯାକୁବଙ୍କର ଏଇ ପତ୍ର ତାଡନା ସକାଶେ ଛିନ୍ନ ଭିନ୍ନ ହେଇଥିବା ଦ୍ୱାଦଶ ଗୋଷ୍ଠୀଙ୍କୁ ସେ ଲେଖୁଛନ୍ତି। ଆପଣ କୌଣସି ପୁସ୍ତକ ପଢିଲେ କାହା ପାଇଁ ଲେଖା ହେଇଛି ଫାଷ୍ଟ ପଢିବାର ଅଛି। କାହା ପାଇଁ ଲେଖା ହେଇଛି ସେଇଟା ନ ବୁଝିଲେ ଆମେ ବାଟ ବଣା ହେଇଯିବା। ସବୁତକ ଆମେ ନିଜ ପାଇଁ ନେଇପାରିବାନି। ଏଟା ହୁଏ ତ ଯେତେବେଳେ ଷ୍ଟିଫାନଙ୍କୁ ପଥର ଫୋପାଡ଼ି ମାରୁଛନ୍ତି, ସେଇ ସମୟର ଘଟଣା। ତା ପରବର୍ତ୍ତୀ ସମୟରେ ହେରୋଦ ଆଗ୍ରିପା କଣ କରୁଛନ୍ତି? ସମସ୍ତ ମଣ୍ଡଳୀକୁ ତାଡନା କରୁଛନ୍ତି। ଆଉ ତାଡନା ସକାଶେ ଏଇଟା AD 44 ର କଥା। ଏଇଟା ତାଡନା ସକାଶେ ସମସ୍ତେ ଛିନ୍ନ ଭିନ୍ନ ହେଇଯାଇଛନ୍ତି। ଆମେ ଯଦି ପ୍ରେରିତ 12 ପର୍ବ ପଢିବା ଆମେ ସେଠି ଜାଣିପାରିବା। ତ ଏମାନେ କଣ ହେଇଛନ୍ତି? ତାଡନା ସକାଶେ ଛିନ୍ନ ଭିନ୍ନ ହେଇଯାଇଛନ୍ତି। ଆଉ ସେମାନଙ୍କୁ ଏ ପତ୍ର ଲେଖା ଯାଉଛି। ଆଉ ସେମାନଙ୍କୁ ଯାକୁବ କଣ ବୋଲି କହୁଛନ୍ତି? ଆପଣ ଯଦି ଦେଖିବେ ଯାକୁବ 5 ପର୍ବ ତାର 14 ପଦ। ତୁମ୍ଭମାନଙ୍କ ମଧ୍ୟରେ କଣ କେହି ପୀଡ଼ିତ? ସେ ମଣ୍ଡଳୀର ପ୍ରାଚୀନ ମାନଙ୍କୁ ଡକାଅ, ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ। ଆଉ 15 ପଦ। ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗକୁ ରକ୍ଷା କରିବ, ପୁଣି ପ୍ରଭୁ ତାହାକୁ ଉଠାଇବେ। ଆଉ ଯଦି ସେ ପାପ କରିଥାଏ ତାହେଲେ ତାହାକୁ କ୍ଷମା ଦିଆଯିବ। କାହାକୁ ଲେଖା ଯାଉଛି?
ଆପଣ ଧ୍ୟାନ ଦେବେ, ଏଟା ଏଟା ଛିନ୍ନ ଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ଲେଖୁଛନ୍ତି। ଯାକୋବର ଛିନ୍ନ ଭିନ୍ନ ଦ୍ୱାଦଶ ଗୋଷ୍ଠୀକୁ ସେ ଲେଖୁଛନ୍ତି, ତାଡନା ସକାଶେ ସେମାନେ ଛିନ୍ନ ଭିନ୍ନ ହେଇଯାଇଛନ୍ତି। ତ ସେମାନଙ୍କୁ କଣ କୁହାଯାଉଛି? ତୁମାନଙ୍କ ମଧ୍ୟରେ କଣ କେହି ପୀଡିତ, ସେ ମଣ୍ଡଳୀର ପ୍ରାଚୀନ ମାନଙ୍କୁ ଡକାଉ, ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତା ନିମନ୍ତେ ପ୍ରାର୍ଥନା କରନ୍ତୁ। ଏଇଟାରେ ମଧ୍ୟ ଅଭିଷେକ ତେଲ ବୋଲି ଲେଖାଯାଇ ନାହିଁ। ତୈଳ ମଖାଉ। ତୁମାନଙ୍କ ମଧ୍ୟରେ କଣ କେହି ପୀଡିତ, ସେ କାହାକୁ ଡାକୁ? ମଣ୍ଡଳୀର ପ୍ରାଚୀନ ମାନେ, ସେମାନେ ଆସିବେ ଆଉ ତୈଳ ମଖାଇବେ ଆଉ ପ୍ରାର୍ଥନା କରିବେ। ଆଉ କଣ ଲେଖାଯାଉଛି? ବିଶ୍ୱାସ ଯୁକ୍ତ ପ୍ରାର୍ଥନା ସେଇ ରୋଗୀକୁ ସୁସ୍ଥ କରିବ ବା ରକ୍ଷା କରିବ। ତୈଳ ସୁସ୍ଥ କରିବ ବୋଲି ଲେଖା ହିଁ ନାହିଁ ଏଠି। ପ୍ରିୟ ଭାଇ ଭଉଣୀ ମାନେ, ତୈଳ ସୁସ୍ଥ କରିବ ବୋଲି ଲେଖାଯାଇନି। ତୈଳରେ ଔଷଧୀୟ ଗୁଣ ଅଛି। ବିଶେଷ କରି ଏ ତୈଳ କହିଲା ବେଳକୁ ଆପଣ ଅଲିଭ ତୈଳକୁ ଜାଣିବେ। ଆମେ ଜିତ ବୃକ୍ଷର ତେଲ ବୋଲି କହୁଛୁ। ଜିତ ବୃକ୍ଷର ତେଲରେ ଅନେକ ଔଷଧୀୟ ଗୁଣ ଅଛି। ସେଇଥିପାଇଁ ଏଇ ଇହୁଦୀ ପରମ୍ପରାରେ ଆମେ ଦେଖୁ, ସେମାନେ ତେଲ ନେଇକି ଯାଆନ୍ତି। ଆମେ ଯେମିତି ଜେଣ୍ଡୁ ବାମ ନେଇକି ଯାଉଛୁ, ଅମୃତାଞ୍ଜନ ନେଇକି ଯାଉଛୁ। ଆଉ ଆଜିକାଲି ଅନେକ ତେଲ ଆସିଛି, ଆଣ୍ଠୁ ଗଣ୍ଠି ବଥା ହେଲେ ଆମେ ମାଲିସ କରୁଛୁ। ଠିକ ସେଇପରି ସେମାନେ ଅଲିଭ ତୈଳ ନେଇକି ଦେଇକି ଯାଉଥିଲେ। ଏଇଟା କଣ? ପାଦ ଯଦି ଫୁଲିଥିବ, ଲଗାଇଲେ ପାଦ ଫୁଲାଟା କମିଯିବ। ଏଇଟା ଯଦି ଆଣ୍ଠୁ ଗଣ୍ଠି ବଥା ହଉଥିବ, ଆଣ୍ଠୁ ଗଣ୍ଠି ବଥା କମିଯିବ। ଘାରେ ଲଗାଇଲେ ଘା ଟା ଶୁଖିଯିବ, ଦାଗଟା ଛାଡିଯିବ। ଆପଣ ଦେଖିବେ ଅଲିଭ ତୈଳର ଅନେକ ଔଷଧୀୟ ଗୁଣ ଅଛି। ଆଜିକାଲି ଲୋକ ତ ଖାଉଛନ୍ତି ମଧ୍ୟ। ତ ପ୍ରିୟ ଭାଇ ଭଉଣୀ ମାନେ, ଏଠି ଆମେ ଦେଖୁଛୁ ଯେ ପ୍ରାଚୀନ ମାନଙ୍କର କାମ ଏଇଟା ଥିଲା, ଏ ତୈଳ ମୁଖାଇବା। ତ ଏଇଠି ତୈଳକୁ ଅଭିଷେକ କରା, ତୈଳ ପାଇଁ ପ୍ରାର୍ଥନା କରାଯାଏ ନାହିଁ। ପ୍ରାର୍ଥନା ତେଲ ନାହିଁ, ରୋଗୀ ପାଇଁ ପ୍ରାର୍ଥନା କରାଯାଏ। ଆପଣ ଧ୍ୟାନ ଦେଇ ଶୁଣିବେ, ଏଠି କଣ ଲେଖାଯାଉଛି ଯେ ରୋଗୀ ପାଇଁ ପ୍ରାର୍ଥନା କରିବେ। ପ୍ରାଚୀନ ମାନେ ଆସିବେ, ସେମାନଙ୍କୁ ଡକାଯିବ ଆଉ ସେମାନେ ତୈଳ ମଖାଇବେ। ଯେହେତୁ ଏ ତାଡନା ସକାଶେ ଛିନ୍ନ ଭିନ୍ନ ହେଇଛନ୍ତି, ଖଣ୍ଡିଆ ଖାବରା ହେଇଛନ୍ତି, ଦେହରେ ଆଘାତ ହେଇଛି, ବ୍ୟଥା ଅଛି, ତ ଏମାନେ ତୈଳ ମଖାଇବେ ସେଠି। କାରଣ ଏ ତୈଳର ଅଭିଷେକ ତୈଳ ନାହିଁ, ଏ ତୈଳରେ ସୁସ୍ଥକାରୀ ଶକ୍ତି ମଧ୍ୟ ଅଛି। ସୁସ୍ଥକାରୀ ମାନେ କଣ? ଏ ତୈଳ ଲଗାଇଲେ ବଥା ଟିକେ କମିବ, ଆରାମ ଟିକେ ଲାଗିବ। ଏ ତୈଳ ଲଗାଇବା ଦ୍ୱାରା କଣ ହବ? ଯଦି କିଛି ଜାଗା ଫୁଲିଥିବ, ସେଇଟା ବି ଟିକେ କମିବ। ଆପଣ ଅନେକ ଔଷଧୀୟ ଗୁଣ ଦେଖିପାରିବେ ସେଠି। ସେଇଟା ଲଗାଉଥିଲେ ସେମାନେ। ତା ସହିତ କଣ ଲେଖାଯାଉଛି? ତୈଳ ମଖାଇବେ। ଆଉ ଏଇଟା ପ୍ରାଚୀନ ମାନଙ୍କୁ ଡକାଇବ, ସେମାନେ ତୈଳ ମୁଖାଇବେ ଆଉ ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବେ। ଆଉ ବିଶ୍ୱାସ ଯୁକ୍ତ ପ୍ରାର୍ଥନା, ବିଶ୍ୱାସ ଯୁକ୍ତ ପ୍ରାର୍ଥନା କଣ କରିବ? ସେ ରୋଗୀକୁ ସୁସ୍ଥ କରିବ। ଆପଣ ଦେଖିବେ ଯେ ଯୋଉ ଏ ବିଷୟଟା ଲେଖା ଯାଉଛି, ଏଇଟା ଆମେ ଜାଣିବା ଦରକାର। ଆମେ ନ ବୁଝିଲେ ଆମେ ଅସୁବିଧା ହବ। ତ ଏଇଠି ଆମେ ଯୋଉ ଦେଖୁଛୁ, ଏଇଟା ହଉଛି କୋଉ ତେଲ? ନଡିଆ ତେଲ ନୁହଁ, ସୋରିଷ ତେଲ ବି ନୁହଁ। ଆଜିକାଲି ଲୋକ ନଡିଆ ତେଲ ବି ନେଇ ଆସିଛନ୍ତି, ସୋରିଷ ତେଲ ଆଣୁଛନ୍ତି, ଆମେ ପ୍ରାର୍ଥନା କରିକି ଦଉଛୁ। ପ୍ରିୟ ଭାଇ ଭଉଣୀ ମାନେ, ତେଲ ପାଇଁ ପ୍ରାର୍ଥନା ନାହିଁ, ରୋଗୀ ପାଇଁ ପ୍ରାର୍ଥନା। ପ୍ରାର୍ଥନା ତେଲ ବୋଲି କିଛି ନାହିଁ। ନୂଆ ବିଶ୍ୱାସୀ ମାନେ, ଯେଉଁମାନେ ପ୍ରଭୁଙ୍କୁ ଜାଣିନାହାନ୍ତି, ଆସୁଛନ୍ତି, ତ ଠିକ ଅଛି, ଆମେ ପ୍ରାର୍ଥନା କରିକି ଦେଇ ଦଉଛୁ। କିନ୍ତୁ ପରେ ପରେ ଯେବେ ସେମାନେ ପ୍ରଭୁରେ ବଢିବେ, ସେଇ ସମୟରେ ଆମେ ସେମାନଙ୍କୁ ଜଣେଇବା ଦରକାର ଯେ ତେଲରେ ଶକ୍ତି ନାହିଁ, ଶକ୍ତି ଯୀଶୁଙ୍କ ନାମରେ ଅଛି, ଯୀଶୁଙ୍କ ଠାରେ ଅଛି। ତ ଧୀରେ ଧୀରେ ସେ ଏଇ ଅଭ୍ୟାସରୁ ଦୂରକୁ ଯିବ। ଧୀରେ ଧୀରେ ସେଇ ଅଭ୍ୟାସରୁ ଦୂରକୁ ଯିବ।
ପ୍ରିୟ ଭାଇ ଭଉଣୀ ମାନେ, ଆପଣ ଦେଖିବେ ଏଇଥିପାଇଁ ବ୍ୟବହାର କରାଯାଏ ଆଲେଫୋ ବୋଲିକରି ଶବ୍ଦଟା। ସେଟା ଅଭିଷେକ ତୈଳ ନୁହେଁ, ସେଟା ଅଭିଷେକ ତୈଳ ନୁହେଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଗ୍ରୀକ ଭାଷାରେ ଆମେ ଯୋଉ ଦେଖୁଛୁ ଆଲେଫୋ ଶବ୍ଦ, ଏଇଟା ହଉଛି ମାଲିସ କରିବା। ଏଇଟା କଣ? ଏଇଟା ମାଲିସ କରିବା, ଅଭିଷେକ କରିବା ଲେଖା ଯାଉନି। ଆମେ ଗ୍ରୀକ ଭାଷାରେ ଦେଖୁଛୁ କଣ? ଆଲେଫୋ। ଆଲେଫୋ ଶବ୍ଦର ଅର୍ଥ କଣ ଅଛି? ମାଲିସ କରିବା, ରଗଡିବା, ଅଭିଷେକ କରିବା ବୋଲି ଲେଖାଯାଏ। ଆମେ ବାକ୍ୟକୁ ଠିକରେ ନ ବୁଝିଲେ ଅସୁବିଧା ଏଠି ରହିବ। ତେଣୁ ଏଇଟାକୁ ମାଲିସ କରିବା ବା ରଗଡିବାଟା ଲେଖାଯାଉଛି, ଅଭିଷେକ ବୋଲି ଲେଖାଯାଉନାହିଁ। ଏଇ ଯୋଉ ଶବ୍ଦ ବ୍ୟବହାର କରୁଛି ଗ୍ରୀକରେ। ତେଣୁ ତେଲ, ଯାକୋବ କଣ କହୁଛନ୍ତି? ତେଲ ପ୍ଲସ ପ୍ରାର୍ଥନା। ମାନେ ଏଇଠି ଯାକୋବ ଚିକିତ୍ସା ଆଉ ପ୍ରାର୍ଥନାକୁ ସେ ପରାମର୍ଶ ଦଉଛନ୍ତି। ଅନ୍ୟ ଅର୍ଥରେ କହିବା ପାଇଁ ଗଲେ, କେବଳ ପ୍ରାର୍ଥନା କରିବ ନାହିଁ, ଟିକେ ତେଲ ବି ଲଗାଇଦବ। ଅଭିଷେକ ତେଲ ନାହିଁ, ପ୍ରାର୍ଥନା ତେଲ ନାହିଁ, ସାଧାରଣ ତୈଳ ଲଗାଇଦବ। ଯେହେତୁ ସେଟା କି ତେଲ? ସେଟା ଅଲିଭ ତେଲ ଅଟେ, ଜିତ ବୃକ୍ଷର ତେଲ ଅଟେ। ଟିକେ ବଥା କମିବ ସେଟା ଲଗେଇଲେ, ଟିକେ ଘା ଟା ଶୁଖିବ, ଯନ୍ତ୍ରଣାରୁ ଟିକେ କଷ୍ଟ କମିବ। ସେଟା ଲଗେଇବ ଆଉ ପ୍ରାର୍ଥନା କରିବ। ତେଲ ପାଇଁ ପ୍ରାର୍ଥନା କରିବ ନାହିଁ, ରୋଗୀ ପାଇଁ ପ୍ରାର୍ଥନା କରିବ। ଆଜିକାଲି ଲୋକମାନେ ତେଲ ପାଇଁ ବି ପ୍ରାର୍ଥନା, ତେଲ ପାଇଁ ପ୍ରାର୍ଥନା କରିବ ନାହିଁ, ରୋଗୀ ପାଇଁ ପ୍ରାର୍ଥନା କରିବ। ବିଶ୍ୱାସ ଯୁକ୍ତ ପ୍ରାର୍ଥନା ସେ ରୋଗୀକୁ ସୁସ୍ଥ କରିବ। ଆଉ ଯେତେବେଳେ ଆମେ ନୂତନ ନିୟମରେ ଆସୁଛୁ, ଦେଖୁଛୁ ତୈଳଟା ପବିତ୍ର ଆତ୍ମାଙ୍କର ନିଦର୍ଶନ ଅଟେ। ତେଣୁ ଆମକୁ ଆଉ ତୈଳ ଦରକାର ନାହିଁ, ଆମକୁ ପବିତ୍ର ଆତ୍ମା ଦିଆଯାଇଛନ୍ତି। ଜିଖରୀୟ ତାର 4 ପର୍ବ 2 ପଦରୁ 6 ପଦ। ଜିଖରୀୟ 4 ପର୍ବ 2 ପଦରୁ 6 ପଦ। ପୁଣି ସେ ମୋତେ କହିଲେ, ତୁମ୍ଭେ କଣ ଦେଖୁଅଛ? ତହିଁରେ ମୁଁ କହିଲି, ମୁଁ ଦେଖୁଅଛି, ଆଉ ଦେଖ, ସମ୍ପୂର୍ଣ୍ଣ ସୁବର୍ଣ୍ଣମୟ ଏକ ଦୀପବୃକ୍ଷ, ତହିଁର ଉପରେ ତୈଳଧାର, ଓ ତହିଁ ଉପରେ 7 ପ୍ରଦୀପ ଅଛି, ଓ ତହିଁର ଉପରି ଭାଗରେ ପ୍ରତ୍ୟେକ ପ୍ରଦୀପର ନିମନ୍ତେ 7 ନଳ। ଆଉ ତହିଁର ନିକଟରେ 2 ଚିତ୍ତବୃକ୍ଷ ଅଛି, ପୁଣି ଗୋଟିଏ ତୈଳଧାରର ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଗୋଟିଏ ତହିଁର ବାମ ପାର୍ଶ୍ୱରେ। ତହିଁରେ ଯେଉଁ ଦୂତ ମୋ ସଙ୍ଗରେ କଥା କହୁଥିଲେ, ମୁଁ ତାଙ୍କୁ ଉତ୍ତର କରି କହିଲି, ହେ ମୋହର ପ୍ରଭୁ, ଏ ସବୁ କଣ? 6 ପଦ ପର୍ଯ୍ୟନ୍ତ ଆସନ୍ତୁ। ସେତେବେଳେ ଯେଉଁ ଦୂତ ମୋ ସଙ୍ଗରେ କଥା କହୁଥିଲେ, ସେ ମୋତେ ଉତ୍ତର କରି କହିଲେ, ଏ ସବୁ କଣ, ତାହା କି ତୁମେ ଜାଣିନାହଁ? ପୁଣି ତହିଁରେ ମୁଁ କହିଲି, ହେ ମୋହର ପ୍ରଭୁ, ଜାଣିନାହିଁ। ତହିଁରେ ସେ ମୋତେ ଉତ୍ତର କରି କହିଲେ, ଏହା ଜିରୁବାବିଲଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା ପରାକ୍ରମ ଦ୍ୱାରା ନୁହେଁ, କିମ୍ବା ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ପ୍ରଥମେ ଆମେ ଦେଖୁଛେ ତୈଳ 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 ବ୍ୟବହାର କରାଯାଉଛି, କିନ୍ତୁ ପରବର୍ତ୍ତୀ ସମୟରେ ଲେଖାଯାଉଛି ବଳ ଦ୍ୱାରା ନୁହେଁ ବା ପରାକ୍ରମ ଦ୍ୱାରା ନୁହେଁ, ମାତ୍ର ପରମେଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା। ତ ପୁରାତନ ନିୟମରେ ବିଭିନ୍ନ ସମୟରେ ତୈଳ ବ୍ୟବହାର କରାଯାଉଥିଲା, କିନ୍ତୁ ନୂତନ ନିୟମରେ ତୈଳର ଆବଶ୍ୟକ ନାହିଁ, କାରଣ ପବିତ୍ର ଆତ୍ମା ଆମକୁ ଦିଆଯାଇଛନ୍ତି। ଆପଣ ଦେଖିବେ ଯେ ଭବିଷ୍ୟତ ବକ୍ତା, ଯାଜକ ବା ରାଜା ମାନଙ୍କୁ ନିଯୁକ୍ତ କରିବା ସମୟରେ ସେମାନଙ୍କୁ ତୈଳର ଅଭିଷେକ କରାଯାଉଥିଲା। କିନ୍ତୁ ଆପଣ କୋଉଠି ବି ଦେଖିବେ ନାହିଁ ଯେ ରୋଗୀ ମାନଙ୍କୁ ତୈଳର ଅଭିଷେକ ତେଲ ଦରକାର ବୋଲି। ଏନଏଣ୍ଟିଂ ଅଏଲଟା ରୋଗୀ ମାନଙ୍କୁ ଆବଶ୍ୟକ ଅଛି ବୋଲି ଆପଣ ବାଇବଲରେ କୋଉଠି ଦେଖିପାରିବେ ନାହିଁ। ନୂତନ ନିୟମରେ ବି ନାହିଁ, ପୁରାତନ ନିୟମରେ ବି ନାହିଁ। ତୈଳକୁ ଅଭିଷେକ କରାଯାଏ ନାହିଁ, ତୈଳ ପାଇଁ ପ୍ରାର୍ଥନା କରାଯାଏ ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, କଣ ତୈଳ ପାଇଁ ପ୍ରାର୍ଥନା କରାଯାଏ ନାହିଁ, ରୋଗୀ ପାଇଁ ପ୍ରାର୍ଥନା କରାଯାଏ।
ପ୍ରାର୍ଥନା ତେଲ ବୋଲି କିଛି ନାହିଁ। ରୋଗୀ ମାନଙ୍କ ପାଇଁ ଅଭିଷେକ ତେଲ ବୋଲି କିଛି ନାହିଁ। ହୁଏତ ସେ ବହୁତ ବଡ ବଡ ଲୋକମାନେ କରୁଛନ୍ତି। ଆମର ଭାରତରେ ଆଉ ବିଶ୍ୱରେ ଅନେକ ବଡ ବଡ ପ୍ରଚାରକ ମାନେ ଅଭିଷେକ ତେଲ ବିକୁଛନ୍ତି। ଆପଣ ଯଦି ଯିବେ, ଅନେକ ଲୋକ ଇସ୍ରାଏଲ ଦେଶକୁ ଯିବେ, ଜେରୁସାଲେମ ଗଲେ ସେମାନେ ବି ତେଲ କିଣି ଆଣନ୍ତି। ଜିତ ବୃକ୍ଷ ତେଲ ବିକ୍ରି ହୁଏ, ଏନୋଇଣ୍ଟିଂ ଅଏଲ ଲେଖା ଯାଇଥାଏ, ବ୍ଲେସିଂ ଅଏଲ ବୋଲି ଲେଖା ଯାଇଥାଏ। ଲୋକ କିଣି ଆଣନ୍ତି ଆଉ ବ୍ୟବହାର କରୁଛନ୍ତି। କିନ୍ତୁ ବାଇବଲରେ ଆପଣ କୋଉଠି ବି ଦେଖିବେ ନାହିଁ ଯେ ତେଲ ପାଇଁ ପ୍ରାର୍ଥନା କରିବା ବା ଅଭିଷେକ ତେଲ ଆପଣ କୋଉଠି ପାଇବେ ନାହିଁ। ଯାହା ଶାସ୍ତ୍ରୀୟ ନୁହେଁ ତାହା ଆମେ ଅଭ୍ୟାସ କରିବା କଥା ନୁହେଁ। ଧୀରେ ଧୀରେ ଆମେ ସେ ଅଭ୍ୟାସରୁ ଓହରି ଯିବା ଦରକାର। ଆମେ ବାଇବଲକୁ ପ୍ରାଧାନ୍ୟ ଦେବା ଦରକାର। ଆଉ ଆମେ ଦେଖୁଛୁ ଯେ ସେ ପ୍ରାଚୀନ ମାନଙ୍କର କାମ ଏଇଟା ଏଇଟା ଭାବବାଦୀ ମାନଙ୍କର କାମ ନାହିଁ। ଭାବବାଦୀ ମାନେ ତୈଳ ବିକ୍ରି କରନ୍ତି ନାହିଁ, ଭାବବାଦୀ ମାନେ ତୈଳ ଲଗାଇ ବୁଲୁ ନାହାନ୍ତି ଏଠି। ଏଟା ପ୍ରାଚୀନ ମାନଙ୍କର କାମ ବୋଲି ଲେଖାଯାଇଛି। ପ୍ରାଚୀନ ମାନେ ଆସିବେ, ତୈଳ ମଖେଇବେ, ତୈଳ ବିକ୍ରି ବି କରିବେ ବୋଲି ଲେଖାଯାଉନି, ତୈଳ ମଖେଇବେ ସେମାନେ। ତାଙ୍କ ପାଖରେ ତୈଳ ଥିବ, କାରଣ ଜିହୁଦୀ ମାନେ ଯୁଆଡେ ଯାଉଥିଲେ ତୈଳ ନେଇକି ଯାଉଥିଲେ। ତା ଉପରେ ତା ଘରେ ବି ତେଲ ଥିବ, ଟିକେ ସେ ତେଲ ଟିକେ ଲଗାଇଦବ ତାକୁ ଟିକେ ଆରାମ ଲାଗିବ। ସେଟା ଆମେ ଫିଜିଓଥେରାପି ଭଳିଆ କହୁଛୁ, ସେଟା ଥେରାପି। ତାକୁ ଲଗାଇଦବ, ତାପରେ କଣ କରିବ? ତା ପାଇଁ ପ୍ରାର୍ଥନା କରିବ। ତେଲ ସୁସ୍ଥ କରିବ ବୋଲି ଲେଖାଯାଇ ନାହିଁ। କଣ ସୁସ୍ଥ କରିବ? ବିଶ୍ୱାସ ଯୁକ୍ତ ପ୍ରାର୍ଥନା ସେ ରୋଗୀକୁ ସୁସ୍ଥ କରିବ। ତେଣୁ ଆମେ ଲୋକମାନଙ୍କୁ ତୈଳ ଆଡକୁ ନ ନେଇ ପ୍ରାର୍ଥନା ଆଡକୁ ନେବା ଦରକାର। ନୂଆ ବିଶ୍ୱାସୀ ମାନଙ୍କୁ ଆମେ ସେମାନେ ଜାଣିନାହାନ୍ତି, ସେମାନେ ଆଣିଲେ ପ୍ରାର୍ଥନା କରିଦେଲୁ, କିନ୍ତୁ ପରେ 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 ଯେତେବେଳେ ସେମାନେ ବାକ୍ୟରେ ବଢିବାକୁ ଆରମ୍ଭ କରିବେ, ପ୍ରଭୁରେ ବଢିବାକୁ ଆରମ୍ଭ କରିବେ, ଆମେ ସେମାନଙ୍କ ଧ୍ୟାନ ପ୍ରଭୁଙ୍କ ଆଡକୁ ନେବା ଦରକାର। ଖ୍ରୀଷ୍ଟିଆନ ଜୀବନରେ ଯୋଉ ଶିଶୁ ଅବସ୍ଥାରେ ଅଛନ୍ତି ସେମାନେ ଜାଣନ୍ତି ନାହିଁ, କିନ୍ତୁ ପରିପକ୍ୱ ବିଶ୍ୱାସୀ ମାନେ ଏଠୁ ବାହାରିବା ଦରକାର। ମୁଁ ଆପଣମାନଙ୍କୁ କହୁଥିଲି ଯେ ଭବିଷ୍ୟତ ବକ୍ତା ମାନଙ୍କୁ ବା ଯାଜକ ମାନଙ୍କୁ ବା ରାଜା ମାନଙ୍କୁ ନିଯୁକ୍ତ କରିବା ସମୟରେ ତୈଳର ଅଭିଷେକ କରାଯାଉଥିଲା। ଆପଣ ଯଦି ମସ୍ତ ଦେଖିବେ ଯାତ୍ରା ପୁସ୍ତକ 30 ପର୍ବ 30 ପଦରୁ 33 ପଦ। ପୁଣି ତୁମ୍ଭେ ହାରଣକୁ ଓ ତାହାର ପୁତ୍ରଗଣକୁ ଆମ୍ଭର ଯାଜକ କର୍ମ କରଣାର୍ଥେ ଅଭିଷେକ କରି ପବିତ୍ର କରିବ। ଆଉ ଇସ୍ରାଏଲ ସନ୍ତାନଗଣକୁ କହିବ, ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ନିମନ୍ତେ ତାହା ଅଭିଷେକାର୍ଥକ ପବିତ୍ର ତୈଳ ହେବ। ମନୁଷ୍ୟର ଶରୀରରେ ତାହା ଢଳାଯିବ ନାହିଁ, ଅଥବା ତୁମ୍ଭେମାନେ ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣାନୁସାରେ ଆଉ କୌଣସି ତୈଳ କରିବ ନାହିଁ। ତାହା ପବିତ୍ର ଅଟେ, ଆଉ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ। ଯେ କେହି ତତୁଲ୍ୟ କିଛି ପ୍ରସ୍ତୁତ କରିବ, ଅବା ଯେ କେହି ଅନ୍ୟ ବଂଶୀୟ ଲୋକର ଶରୀରରେ ତହିଁରୁ କିଛି ଦେବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। ଏଠି କଣ କରାଯାଉଥିଲା? ଯାଜକ ମାନଙ୍କୁ ଅଭିଷେକ କରିବା ପାଇଁ ତୈଳ ବ୍ୟବହାର କରାଯାଉଥିଲା, ଅନ୍ୟମାନଙ୍କୁ ନୁହେଁ। ଏଟା ମସ୍ତକରେ ଢଳା ଯାଉଥିଲା, ଆଉ ଏଇ ତୈଳ ଅନ୍ୟମାନଙ୍କୁ ବି ଢଳା ଯାଉନଥିଲା। ଏହା କେବଳ ଯାଜକ ମାନ ପାଇଁ ବ୍ୟବହାର କରାଯାଉଥିଲା, ଆଉ ଅନ୍ୟ କାମ ପାଇଁ ମଧ୍ୟ ବ୍ୟବହାର କରାଯାଉନଥିଲା। କଣ ଲେଖାଯାଉଛି? ଏଟା ହାରଣ ଆଉ ତାର ସନ୍ତାନ ମାନଙ୍କ ପାଇଁ, ଯେହେତୁ ସେମାନେ ଯାଜକ କର୍ମ କରନ୍ତି, ଏଟା ସେମାନଙ୍କୁ କଣ କରାଯିବ? ବଂଶାନୁକ୍ରମରେ ସେମାନଙ୍କୁ ଏଇଟା କରାଯିବ, ପୁରୁଷାନୁକ୍ରମରେ ଏଇଟା କରାଯିବ। ଏଇଟା କୁହାଯାଉଛି ପୁରୁଷାନୁକ୍ରମରେ ଏଇଟା କରାଯିବ। ଯାଜକ ମାନଙ୍କୁ ପୁରାତନ ନିୟମରେ ସେଭଳି ଭାବରେ ଅଭିଷେକ କରାଯାଉଥିଲା। ଆପଣ 40 ପର୍ବ 15 ପଦ ଦେଖନ୍ତୁ, ଯାତ୍ରା ପୁସ୍ତକ 40 ତାର 15। ପୁଣି ସେମାନଙ୍କ ପିତାକୁ ଯେ ରୂପ ଅଭିଷେକ କଲ, ସେହି ରୂପ ସେମାନଙ୍କୁ ଅଭିଷେକ କରିବ। ତହିଁରେ ସେମାନେ ଆମ୍ଭର ଯାଜକ କର୍ମ କରିବେ। ସେହି ଅଭିଷେକ ସେମାନଙ୍କ ପୁରୁଷାନୁକ୍ରମେ ଅନନ୍ତ କାଳୀନ ଯାଜକତ୍ୱର ମୂଳ ହେବ। ପିତାମାନଙ୍କୁ, ସେମାନଙ୍କ ପିତାମାନଙ୍କୁ ଯେମିତି ଅଭିଷେକ କରିଥିଲ, ସେମାନଙ୍କ ସନ୍ତାନ ମାନଙ୍କୁ ମଧ୍ୟ ସେଇପରି ଏକା ତେଲରେ ଅଭିଷେକ କରିବ। ଏଟା ପୁରୁଷାନୁକ୍ରମେ ଅନନ୍ତ କାଳୀନ ଯାଜକତ୍ୱର ମୂଳ। କିନ୍ତୁ ଆମେ ନୂତନ ନିୟମରେ ଦେଖିଲା ବେଳକୁ, ନୂତନ ନିୟମର ଯାଜକ ମାନେ ସେମାନଙ୍କୁ ତୈଳର ଅଭିଷେକ କରାଯାଉ ନାହିଁ। ଏଟା ପୁରାତନ ନିୟମରେ। ଯୀଶୁ ଆସିଲା ପରେ ଆମେ କଣ ପାଇଛୁ? ପବିତ୍ର ଆତ୍ମାଙ୍କୁ ପାଇଛୁ।
ଆଉ ଆମେ ସମସ୍ତେ ରାଜକୀୟ ଯାଜକ ବର୍ଗ ଅଟୁ। ତ ପ୍ରିୟ ଭାଇ ଭଉଣୀ ମାନେ ଏଇଟା ଆମେ ଆପଣ ଦେଖିବେ ଲେବି ପୁସ୍ତକ ବି ପଢନ୍ତୁ। ଲେବି ପୁସ୍ତକ ତାର 8 ପର୍ବ 12 ପଦ। ଲେବି ପୁସ୍ତକ 8 ପର୍ବ ତାର 12 ପଦ। ଅନନ୍ତର ସେ ହାରଣଙ୍କୁ ପ୍ରତିଷ୍ଠା କରିବା ପାଇଁ ତାଙ୍କର ମସ୍ତକରେ କିଛି ଅଭିଷେକାର୍ଥକ ତୈଳ ଢାଳି ତାଙ୍କୁ ଅଭିଷେକ କଲେ। ଏଟା କଣ? ଯାଜକ ମାନଙ୍କୁ କଣ କରାଯାଉଛି? ଅଭିଷେକାର୍ଥକ ତୈଳ ବ୍ୟବହାର କରାଯାଉଛି। ରୋଗୀ ମାନଙ୍କ ପାଇଁ କୌଣସି ସ୍ଥାନରେ ଆପଣ ଅଭିଷେକ ତେଲ ଦେଖିବେ ନାହିଁ। ରୋଗୀ ମାନଙ୍କୁ ଆଜିକାଲି ତ ବିକ୍ରି କରାଯାଉଛି ଅଭିଷେକ ତୈଳ ବୋଲିକରି। ଆଉ ଅନେକ ଜାଗାରେ ଆପଣ ଦେଖିବେ ରୋଗୀ ମାନେ ଆଣିଥିବା ତେଲକୁ ପ୍ରାର୍ଥନା କରି ଦିଅନ୍ତି ନାହିଁ। ସେମାନେ କୁହନ୍ତି ସେଇ ତେଲ ଚଳିବ ନାହିଁ, ଏଇ ତେଲ ନିଅନ୍ତୁ, ଏଇଟା ଅଭିଷେକ ତେଲ। ଆମେ ଉପବାସ ପ୍ରାର୍ଥନା କରି ଆକୁ ଅଭିଷେକ କରିଛୁ, ଏନଏଣ୍ଟ କରିଛୁ। ପ୍ରିୟମାନେ, ତୈଳକୁ ଅଭିଷେକ କରାଯାଏ ନାହିଁ। ତୈଳକୁ ଅଭିଷେକ କରାଯାଏ ନାହିଁ। ତୈଳରେ ଅଭିଷେକ କରାଯାଏ ସେଇଟା ମଧ୍ୟ କାହାକୁ? ଯାଜକ ମାନଙ୍କୁ। କାହାକୁ କରାଯାଏ? ରାଜା ମାନଙ୍କୁ। ଆପଣ ଯଦି ଦେଖିବେ ପ୍ରଥମ ସାମୁଏଲ 10 ପର୍ବ ତାର ପ୍ରଥମ ପଦ। ପ୍ରଥମ ସାମୁଏଲ 10 ପର୍ବ ତାର ପ୍ରଥମ ପଦ। ଅନନ୍ତର ସାମୁଏଲ ତୈଳ ପାତ୍ର ନେଇ ତାଙ୍କର ମସ୍ତକରେ ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, ସଦାପ୍ରଭୁ କି ଆପଣା ଅଧିକାର ଉପରେ ତୁମ୍ଭକୁ ଅଗ୍ରଣୀ ହେବା ପାଇଁ ଅଭିଷେକ କରିନାହାନ୍ତି? ଏଇଟା ଆମେ ଦେଖୁଛୁ ଯେତେବେଳେ ସାଉଲଙ୍କୁ କଣ କରାଯାଉଛି? ରାଜା ଭାବରେ ଅଭିଷେକ କରାଯାଉଛି, ତାଙ୍କର ମସ୍ତକରେ ତୈଳ ଢାଳି ଦିଆଯାଉଛି। ଆପଣ ଦେଖନ୍ତୁ, ଅନନ୍ତର ସାମୁଏଲ ତୈଳ ପାତ୍ର ନେଇ ତାହାଙ୍କର ମସ୍ତକରେ ଢାଳିଲେ। ମାନେ ରାଜା ଭାବରେ ଅଭିଷେକ କରିବା ପାଇଁ ଏ ତୈଳ ଆମେ ଦେଖିଲୁ ଯାଜକ ମାନଙ୍କ ପାଇଁ ବ୍ୟବହାର କରାଯାଉଛି। ରାଜା ମାନଙ୍କୁ ରାଜପଦରେ ବସେଇବା ପାଇଁ ଏଇ ତୈଳ ମସ୍ତକରେ ଢାଳି ଦିଆଯାଉଛି। ଆପଣ ଦେଖିବେ ପ୍ରଥମ ସାମୁଏଲ 16 ପର୍ବ ତାର 13 ପଦ। ତହୁ ସାମୁଏଲ ତୈଳ ଶୃଙ୍ଗ ନେଇ ତାଙ୍କ ଭ୍ରାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ। ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କୁ ଆକ୍ରାନ୍ତ କଲେ। ଏ ଉତ୍ତାରେ ସାମୁଏଲ ଉଠି ରାମାକୁ ଚାଲିଗଲେ। ସାଉଲ ରାଜାଙ୍କୁ ଅଭିଷେକ କରିବା ପାଇଁ ତାଙ୍କ ମସ୍ତକରେ ତୈଳ ଢଳାଗଲା। ଏଠି ଆମେ ଦେଖୁଛୁ କଣ? ସାମୁଏଲ ପୁଣି ଥରେ ଦାଉଦଙ୍କୁ ଅଭିଷେକ କରିବା ପାଇଁ ତାଙ୍କ ମସ୍ତକରେ ମଧ୍ୟ ତୈଳ ଢଳା ଯାଉଛି। ଆପଣ ଦେଖିବେ ପ୍ରଥମ ରାଜାବଳୀ ପ୍ରଥମ ଅଧ୍ୟାୟ, ପ୍ରଥମ ରାଜାବଳୀ ପ୍ରଥମ ଅଧ୍ୟାୟ ତାର 39 ପଦ। ପୁଣି ସାଦୋକ ଯାଜକ ତମ୍ବୁ ମଧ୍ୟରୁ ତୈଳପୂର୍ଣ୍ଣ ଶୃଙ୍ଗ ନେଇ ସୋଲୋମନକୁ ଅଭିଷେକ କଲା। ତହୁ ଲୋକମାନେ ତୁରୀ ବଜାନ୍ତେ ସମସ୍ତେ କହିଲେ, ସୋଲୋମନ ରାଜା ଚିରଜୀବୀ ହେନ୍ତୁ। ଏଇଠି ଆପଣ ଦେଖନ୍ତୁ ସଲୋମନକୁ ମଧ୍ୟ ଆପଣ ଏଇଗୁଡାକ ମନେ ରଖିବେ। ଆପଣ ମାନେ ଆଜିକାଲି ଯୋଉ ଅଭିଷେକ ତେଲ ବୋଲି କୁହାଯାଉଛି, ତେଲକୁ ଅଭିଷେକ କରାଯାଏ ନାହିଁ, ବା ରୋଗୀ ମାନଙ୍କ ପାଇଁ ମଧ୍ୟ ଅଭିଷେକ ତେଲର ଆବଶ୍ୟକ ନାହିଁ। ବାଇବଲ ନ ବୁଝିକି ଆମେ ଅନେକ ଲୋକ ମାନେ ଭ୍ରାନ୍ତରେ ପଡୁଛୁ, ଆଉ ଅନେକ ସେବକ ମାନେ ମଧ୍ୟ ଭ୍ରାନ୍ତରେ ଅଛନ୍ତି। ବାଇବଲ ଏଇଟା କୁହେ ରୋଗୀ ମାନଙ୍କ ପାଇଁ ଅଭିଷେକ ତେଲ ବାଇବଲ ଆଧାରିତ କି? ଆମେ ଦେଖୁଛୁ ଏଠି ଯାଜକ ମାନଙ୍କୁ ଯାଜକ ସେବା କରିବା ପାଇଁ ତାଙ୍କୁ ମସ୍ତକରେ ତୈଳ ଢାଳି ଅଭିଷେକ କରାଯାଉଛି। ଏଠି ରାଜା ମାନଙ୍କୁ ଦେଖିଲୁ, ସେ ସାଉଲ ରାଜା ହୁଅନ୍ତୁ ବା ଦାଉଦ ରାଜା ହୁଅନ୍ତୁ ବା ସୋଲୋମନ ରାଜା ହୁଅନ୍ତୁ, ସେମାନଙ୍କୁ ମସ୍ତକରେ ତେଲ ଢଳା ଯାଉଛି, ତୈଳରେ ଅଭିଷେକ କରାଯାଉଛି। ରୋଗୀ ମାନଙ୍କ ପାଇଁ ଅଭିଷେକ ତେଲ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ତେଲ ପାଇଁ ପ୍ରାର୍ଥନା କରିବା ଏଟା ମୂର୍ତ୍ତି ପୂଜା ସଙ୍ଗେ ସମାନ। ମନେ ରଖିଥାନ୍ତୁ, ତେଲ ପାଇଁ ପ୍ରାର୍ଥନା କରିବା ଏଟା ମୂର୍ତ୍ତି ପୂଜା ସଙ୍ଗେ ସମାନ। ନୂତନ ନିୟମରେ ପ୍ରଭୁ ବସ୍ତୁ ବା ସ୍ଥାନକୁ ଅଭିଷେକ କରନ୍ତି ନାହିଁ, ବ୍ୟକ୍ତିକୁ ଅଭିଷେକ କରନ୍ତି। ଅଭିଷେକ ବସ୍ତୁ ନାହିଁ, ତୈଳକୁ ଅଭିଷେକ କରାଯାଏ ନାହିଁ, ସ୍ଥାନକୁ ଅଭିଷେକ କରାଯାଏ ନାହିଁ। ନୂତନ ନିୟମରେ ବ୍ୟକ୍ତି ମାନଙ୍କୁ ଅଭିଷେକ କରାଯାଏ। ପବିତ୍ର ଆତ୍ମା ବ୍ୟକ୍ତି ମାନଙ୍କ ଉପରେ ଆସନ୍ତି। ଅଭିଷେକ କାହା ଉପରେ? ପବିତ୍ର ଆତ୍ମା କାହା ଉପରେ ଆସନ୍ତି?
ବସ୍ତୁ ଉପରେ ନାହିଁ। ପ୍ରଭୁ ଏ ତେଲକୁ ପବିତ୍ର କର, ତେଲକୁ ନେଇ ମଣିଷକୁ ପବିତ୍ର କର। ପ୍ରାର୍ଥନା ତେଲ ବୋଲି କିଛି ନାହିଁ। ତେଲ ପାଇଁ ପ୍ରାର୍ଥନା ନାହିଁ, ରୋଗୀ ପାଇଁ ପ୍ରାର୍ଥନା। ଆଉ ଅଭିଷେକ ତେଲ ନାହିଁ, ତେଲ ପାଇଁ ଅଭିଷେକ କରାଯାଏ ନାହିଁ। ତେଲ ପାଇଁ ପ୍ରାର୍ଥନା ନାହିଁ, ରୋଗୀ ପାଇଁ ପ୍ରାର୍ଥନା। এইটা ଆମେ ବୁଝିବା ଦରକାର। ଆଉ ବାଇବଲରେ ଯୋଉ ତେଲ ବ୍ୟବହାର କରାଯାଉଛି ସେଇଟା କୋଉ ତେଲ ଆମେ ଦେଖୁଛୁ? ଚିତ୍ତ ବୃକ୍ଷର ତୈଳ, ସେଟା ଅଲିଭ ତୈଳ, ସେଟା ନଡିଆ ତେଲ ନୁହେଁ, ସେଟା ସୋରିଷ ତେଲ ନୁହେଁ ସେଇଟା। ଆଉ ଏ ତେଲ ବ୍ୟବହାର କରିବା ଏଇଟା ଯିହୁଦୀ ମାନଙ୍କର ପରମ୍ପରା ଥିଲା ଏଇଟା। ତେଣୁ ସେମାନେ ସାଥିରେ ତେଲ ନେଇକି ଯାଉଥିଲେ, ଶିଷ୍ୟ ମାନଙ୍କ ପାଖରେ ବି ତେଲ ରହିଥିଲା, କିନ୍ତୁ ସେମାନେ ବି ତେଲ ପାଇଁ ପ୍ରାର୍ଥନା କରିନାହାନ୍ତି। ଯାକୁବ ଯୋଉଟା ଲେଖୁଛନ୍ତି ଦ୍ୱାଦଶ ଛିନ୍ନ ଭିନ୍ନ ଗୋଷ୍ଠୀକୁ, ଆମକୁ ବି ନାହିଁ, କଷ୍ଟ ସମୟରେ ଛିନ୍ନ ଭିନ୍ନ ସେମାନଙ୍କୁ ଲେଖାଯାଉଛି। ଆଉ କୁହାଯାଉଛି ଯଦି ତୁମମାନଙ୍କ ମଧ୍ୟରେ କେହି କଷ୍ଟରେ ଅଛ ତେବେ କଣ କରିବ? ପ୍ରାଚୀନ ମାନଙ୍କୁ ଡକାଇବ, ସେମାନେ ତୁମକୁ ମୁଖାଇବେ। ସେମାନଙ୍କର କାମ ଏଇଟା। ଆପଣ ବାଇବଲରେ ଜଣେ ଲୋକଙ୍କୁ ଦେଖିବେ ନାହିଁ ଯେ ଭାବବାଦୀ ଯେ ତେଲ ବିକ୍ରି କରେ। କୌଣସି ଭାବବାଦୀ ତେଲ ବିକ୍ରି କରିନାହାନ୍ତି। ତେଲ ବିକ୍ରି କରାଯାଏ ନାହିଁ, ଅଭିଷେକ ତୈଳ ବୋଲି ନାହିଁ। ପ୍ରିୟମାନେ, ବାଇବଲର ସତ୍ୟତା ଆମେ କହିବା ସମୟରେ ଲୋକମାନେ ଏତେ ବିବ୍ରତ ହେବାର ଆବଶ୍ୟକ ନାହିଁ, ଏତେ କ୍ରୋଧିତ ହେବାର ଆବଶ୍ୟକ ନାହିଁ। ବାଇବଲକୁ ଅନୁସନ୍ଧାନ କରିବା, ଆମେ ବାଇବଲର ସତ୍ୟତାକୁ ଆମେ ଜାଣିବା ପାଇଁ ଚେଷ୍ଟା କରିବା। ବାଇବଲ କଣ କହୁଛି? ଅଭିଷେକ ତୈଳ ବୋଲି କିଛି ଅଛି କି? ପ୍ରାର୍ଥନା ତେଲ ବୋଲି କିଛି ଅଛି? ତେଲ ପାଇଁ ପ୍ରାର୍ଥନା କରାଯାଏ ନାହିଁ, ରୋଗୀ ପାଇଁ ପ୍ରାର୍ଥନା କରାଯାଏ। ଯୋଉ ଅଭିଷେକ ତେଲ ବୋଲି କହୁଛୁ, ଏଇଟା ଯାଜକ ମାନଙ୍କୁ ଯାଜକ ପଦରେ ସ୍ଥାପିତ କରିବା ପାଇଁ ଅଭିଷେକ ତୈଳ ସେମାନଙ୍କ ମସ୍ତକରେ ଢଳା ଯାଉଥିଲା। ରାଜା ମାନଙ୍କୁ ଅଭିଷେକ କରିବା ପାଇଁ ତୈଳ ଅଭିଷେକ କରାଯାଉଥିଲା। ମୁଁ ଆପଣ ମାନଙ୍କୁ କହୁଥିଲି, ସାମୁଏଲ ଯାଇକି ସାଉଲଙ୍କୁ ଅଭିଷେକ କରିବା ସମୟରେ ମସ୍ତକରେ ତେଲ ଦଉଛନ୍ତି। ଦାଉଦ ରାଜାଙ୍କୁ ଅଭିଷେକ କରିବା ସମୟରେ ତୈଳାଭିଷେକ କରାଯାଉଛି। ସଲୋମନକୁ ରାଜା କରିବା ସମୟରେ ଏଠି ରୋଗୀ ମାନଙ୍କୁ ଅଭିଷେକ ତେଲ କୋଉଠୁ ଆସିବ? এইটা ନ ବୁଝିବା ଦ୍ୱାରା ଅନେକ ପ୍ରକାର ଭ୍ରମାତ୍ମକ ଶିକ୍ଷା ଗୁଡାକ ଦିଆଯାଉଛି। ପ୍ରିୟ ଭାଇ ଭଉଣୀ ମାନେ, ଇସ୍ରାଏଲ ଦେଶରେ ବା ଜେରୁସାଲମରେ ଅଭିଷେକ ତେଲ ବିକ୍ରି ହେଉଛି, ତା ମାନେ ତାହା ସତ୍ୟ ଠିକ ବୋଲି କହିହେବ ନାହିଁ। ବାଇବଲ କଣ କହୁଛି? ବିଶ୍ୱର ବଡ ବଡ ପ୍ରଚାରକ ମାନେ ଅଭିଷେକ ତେଲ ବିକ୍ରି କରନ୍ତି, ତା ମାନେ ତାହା ବାଇବଲ ଆଧାରିତ ହେଇପାରିବ ନାହିଁ। ବାଇବଲ ଯାହା କହୁଛି ତାହା ହିଁ ଠିକ ଅଟେ, ବାଇବଲ ହିଁ ସତ୍ୟ ଅଟେ। ସେ କେତେ ବଡ ପ୍ରଚାରକ ହୁଅନ୍ତୁ, ଯଦି ସେ ଅଭ୍ୟାସ କରୁଛନ୍ତି, ତାହା ସତ୍ୟ ବୋଲି ଆମେ କହିପାରିବା ନାହିଁ ଯେତେବେଳେ ପର୍ଯ୍ୟନ୍ତ ବାଇବଲରେ ଆମେ ତାହା ଦେଖିବା ନାହିଁ। ତେଣୁ ରୋଗୀ ମାନଙ୍କ ପାଇଁ ଅଭିଷେକ ତେଲ ବାଇବଲ ଆଧାରିତ କି? ଆମେ ଯେତିକି ଦେଖିଲୁ, ୟା ଛଡା ଆପଣ ଅନ୍ୟ ରେଫରେନ୍ସ ଗୁଡାକ ପାଇବେନି। ଗୋଟେ ରେଫରେନ୍ସ କାଢନ୍ତୁ ଯେ ତୈଳକୁ ଅଭିଷେକ କରି ରୋଗୀ ମାନଙ୍କୁ ଦିଆଯିବ। କି ଭାବବାଦୀ ମାନେ ତୈଳକୁ ଅଭିଷେକ କରି ରୋଗୀ ମାନଙ୍କୁ ଲଗେଇ ଦଉଥିଲେ। ବିକ୍ରି କରିବା ତ ବହୁତ ଦୂରର କଥା। ସୁସ୍ଥତା ବିକ୍ରି କରାଯାଏ ନାହିଁ, ଅଭିଷେକ ବିକ୍ରି କରାଯାଏ ନାହିଁ। এটা ବିନା ମୂଲ୍ୟରେ ପାଇଛୁ, ବିନା ମୂଲ୍ୟରେ ଦେବାର ଅଛି। ତେଣୁ ଆପଣ ମାନେ ମନେ ରଖିଥାନ୍ତୁ, ଅଭିଷେକ ତେଲ ନାହିଁ, ପ୍ରାର୍ଥନା ତେଲ ନାହିଁ। ଏଇଟା ବାଇବଲରେ ଆମେ ଦେଖୁଛୁ। ମୁଁ ବାଇବଲର ବାହାର କଥା କହୁନି। ତେଣୁ ଯେଉଁମାନେ ଏ ତୈଳକୁ ଏବେ ପର୍ଯ୍ୟନ୍ତ ବ୍ୟବହାର କରି ଆସିଛନ୍ତି, ଅଭିଷେକ ତୈଳ, ସେମାନେ ବିରକ୍ତ ନ ହେଇ କଣ କରିବା କଥା? ବାଇବଲର ସତ୍ୟାସତ୍ୟକୁ ଅନ୍ୱେଷଣ କରି ଦେଖିବା କଥା। ବାସ୍ତବରେ ବାଇବଲରେ କଣ ଲେଖାଯାଇଛି। ଆଉ ଆପଣ ଦେଖିବେ, ଏ ନୂତନ ନିୟମରେ ଅଭିଷେକ ବସ୍ତୁ ଉପରେ ନାହିଁ, ତୈଳ ଉପରେ ନାହିଁ, ବ୍ୟକ୍ତି ଉପରେ ଆସେ, ବ୍ୟକ୍ତି ଉପରେ। ପ୍ରେରିତ 2 ପର୍ବ 17 ପଦ, ପ୍ରେରିତ 2 ପର୍ବ 17 ପଦ।
ଈଶ୍ୱର କହନ୍ତି, ଶେଷ କାଳରେ ଏପରି ଘଟିବ ଯେ ଆମେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା। ସେଥିରେ ତୁମ୍ଭମାନଙ୍କର ପୁତ୍ରକନ୍ୟାମାନେ ଭାବବାଣୀ କହିବେ, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ। ଏଟା କଣ ହବ? ବ୍ୟକ୍ତି ମାନଙ୍କ ଉପରେ ଅଭିଷେକ, ବସ୍ତୁ ଉପରେ ନୁହେଁ। କୌଣସି ବସ୍ତୁକୁ ଅଭିଷେକ କରାଯାଏ, ବ୍ୟକ୍ତିଙ୍କୁ ଅଭିଷେକ କରାଯାଏ। ତୈଳକୁ ଅଭିଷେକ କରାଯାଏନି। ତୈଳ ପାଇଁ ପ୍ରାର୍ଥନା କରାଯାଏ ନାହିଁ, ରୋଗୀ ପାଇଁ ପ୍ରାର୍ଥନା କରାଯାଏ। ତୈଳ ମଖାଇ ପ୍ରାର୍ଥନା କଲେ ବି ତୈଳ ସୁସ୍ଥ କରିବ ନାହିଁ, ବିଶ୍ୱାସ ଯୁକ୍ତ ପ୍ରାର୍ଥନା ସୁସ୍ଥ କରିବ। ତେଲ ଲଗାଇଲେ ଟିକେ ଆରାମ ଲାଗିପାରେ, ଅଲିଭ ତେଲ ଲଗାଇଲେ ଆରାମ ଲାଗିବ, କାହିଁକି? ଔଷଧୀୟ ଗୁଣ ଅଛି ସେଠି, ଔଷଧୀୟ ଗୁଣ ଅଛି। ବଥା ଟାଣିଦବ, ଘାଟା ଶୁଖିଯିବ, ଆରାମ ଟିକେ ଲାଗିବ। ଅଲିଭ ତେଲ ଆପଣ ଦେଖିବେ ଅନେକ ଔଷଧୀୟ ଗୁଣ ଅଛି, ତ ସେଇଟା ଟିକେ ମାଲିସ କରିବା ପାଇଁ କହୁଥିଲି। ତ ଯାକୁବ କଣ କହୁଛନ୍ତି? ତୁମେ ତେଲ ବି ଲଗାଅ ଆଉ ପ୍ରାର୍ଥନା ବି କର, ମାନେ ଚିକିତ୍ସା ବି କର ଆଉ ପ୍ରାର୍ଥନା ବି କର। ପ୍ରଭୁ ଆମମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ବାଇବଲକୁ ନ ବୁଝିକି ଆମେ ଉତ୍ତର ଦେବାକୁ ବାହାରିବାନି। ଭାବବାଦୀ ବା ଯାଜକ ବା ରାଜାଙ୍କୁ ତୈଳରେ ଅଭିଷେକ କରାଯାଉଥିଲା। ଆଉ ବିଶେଷ କରି ଆମେ ଦେଖୁଛୁ ଭାବବାଦୀ ମାନଙ୍କୁ ମଧ୍ୟ ପ୍ରଭୁ ସେମାନଙ୍କୁ ଭାବବାଦୀ କରୁଥିଲେ। ଆପଣ ତ ଦେଖିବେ ଜିରିମିୟଙ୍କୁ, ତାଙ୍କୁ ଭାବବାଦୀ କିଏ କରୁଛି? ପ୍ରଭୁ କହୁଛନ୍ତି, ଆମେ ତୁମକୁ ଭାବବାଦୀ କରି ନିଯୁକ୍ତ କରିଛୁ। ସେ କହୁଛି, ମୁଁ ତ ବାଳକ ପ୍ରଭୁ, ମୁଁ ତ କଥା କହି ଜାଣେ ନାହିଁ। ପ୍ରଭୁ କହୁଛନ୍ତି, ତୁମେ ନିଜକୁ ବାଳକ ବୋଲି କୁହ ନାହିଁ। ପ୍ରଭୁ ତାଙ୍କୁ ଭାବବାଦୀ କରୁଛନ୍ତି। ଆମେ ପୁରାତନ ନିୟମରେ ଅନେକଙ୍କୁ ଦେଖୁଛୁ। ଆମୋସ, ସେ କହୁଛନ୍ତି, ମୁଁ ଭାବବାଦୀ ନଥିଲି, ଭାବବାଦୀର ପୁତ୍ର ବି ନଥିଲି, ମୁଁ ତ ଗୋପାଳକ ଥିଲି, ଡିମ୍ବୁରି ବୃକ୍ଷର କୃଷକ ଥିଲି, ଆଉ ପ୍ରଭୁଙ୍କର ବାକ୍ୟ ମୋ ନିକଟରେ ଆସିଲା ପାଇଁ ମୁଁ କହୁଛି ବୋଲି। ସେ ପ୍ରଫେସନାଲ ପ୍ରଫେଟ ନଥିଲେ, ସେ ପ୍ରଫେଟର ବଂଶରେ ବି ନଥିଲେ ଆମୋସ। ଆପଣ ଦେଖିବେ ଏଲିଓ, ଯେତେବେଳେ ଏଲିଓଙ୍କୁ ପ୍ରଭୁ କହୁଛନ୍ତି କଣ ବୋଲିକି, ଯେ ତୁମେ ତୁମ ପଦରେ ଇଲିସାଙ୍କୁ ନିଯୁକ୍ତ କରିବ। ସେ କଣ କରୁଛନ୍ତି ଆପଣ ଦେଖନ୍ତୁ। ପ୍ରଥମ ରାଜାବଳୀ 19 ତାର 16, ପ୍ରଥମ ରାଜାବଳୀ 19 ତାର 16। ଆଉ ନିମିଶ୍ର ପୁତ୍ର ଜେହୁକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କର। ଆଉ ଆବେଲ ମୋହଲା ନିବାସୀ ସାଫଟର ପୁତ୍ର ଏଲିସାୟକୁ ତୁମ୍ଭ ପଦରେ ଭବିଷ୍ୟତ ବକ୍ତା କରି ଅଭିଷେକ କର। କଣ କର? ତୁମ ପଦରେ ତାକୁ ଅଭିଷେକ କର। 19 ପଦ। ଏଥିରେ ଏଲିୟ ଏଠାରୁ ପ୍ରସ୍ଥାନ କରି ସାଫଟର ପୁତ୍ର ଏଲିସାୟଙ୍କର ସନ୍ଧାନ ପାଇଲେ। ସେ ସମୟରେ ସେ ହଳ ବୁଲାଉଥିଲେ। ତାଙ୍କ ଆଗରେ 12 ହଳ ବଳଦ ଥିଲେ, ପୁଣି ସେ 12 ହଳରେ ଥିଲେ। ତହିଁରେ ଏଲିୟ ତାଙ୍କ ନିକଟକୁ ଯାଇ ଆପଣା ବସ୍ତ୍ର ତାଙ୍କ ଉପରେ ପକାଇଲେ। ଏଠି କଣ କଲେ? ଏଠି ସେ ବସ୍ତ୍ର ପକାଇ ଦଉଛନ୍ତି, ତାଙ୍କର ବସ୍ତ୍ର ପକାଇଲେ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ବାଇବଲକୁ ଆମେ ବୁଝିବା ପାଇଁ ଚେଷ୍ଟା କରିବା। ତ ଆମେ ନୂତନ ନିୟମରେ ଯାହା ଦେଖୁଛୁ, ଏଠି ତୈଳକୁ ଅଭିଷେକ କରାଯାଏ ନାହିଁ, ତୈଳ ପାଇଁ ପ୍ରାର୍ଥନା କରାଯାଏ ନାହିଁ, ଅଭିଷେକ ତେଲ ରୋଗୀମାନଙ୍କ ପାଇଁ ନାହିଁ। ଏହା ଏକ ବ୍ୟବସାୟ ଅଟେ, କମ୍ପ୍ଲିଟଲି ଏକ ବ୍ୟବସାୟ ଅଟେ। ଆଉ ନୂତନ ବିଶ୍ୱାସୀ ମାନଙ୍କୁ ଭ୍ରମାତ୍ମକ ଭାବରେ ସେମାନଙ୍କୁ ପରିଚାଳିତ କରାଯାଉଛି। ହୁଏତ ସେମାନେ ନୂଆ କରି ଆସିଛନ୍ତି, ଜାଣିନାହାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ବାକ୍ୟ ଜାଣିବା ପରେ ପରେ ଆମେ କଣ କରିବା ଦରକାର? ସେମାନଙ୍କୁ ଏଇ ସବୁଠାରୁ ବାହାର କରି ଯୀଶୁଙ୍କ ଆଡକୁ ନେବା ଦରକାର। ଯୀଶୁ ତୁମକୁ ସୁସ୍ଥ କରିବେ, ପ୍ରଭୁ ତୁମକୁ ସୁସ୍ଥ କରିବେ। ସେ ସୁସ୍ଥକାରୀ ପ୍ରଭୁ ଅଟନ୍ତି, ଯୀଶୁଙ୍କ ନାମରେ ସୁସ୍ଥତା ଅଛି। ଆଉ ଏପରିକି ଆମେ ବି କହିବା ଦରକାର, ମୋ ଦ୍ଵାରା ସୁସ୍ଥତା ହୁଏ ନାହିଁ, ମୁଁ ଜଣେ ସାମାନ୍ୟ ଦାସ ଅଟେ। ସୁସ୍ଥକାରୀ ଶକ୍ତି ଦାସ ମାନଙ୍କ ଦ୍ଵାରା ବାହାରେ ନାହିଁ, ସୁସ୍ଥକାରୀ ଶକ୍ତି ପ୍ରଭୁଙ୍କର। ଏଟା ଗୋଟେ ଦାନ ଭାବରେ ଅଛି, ମୁଁ ଦାନ ପାଇଛି, କିନ୍ତୁ ସୁସ୍ଥକାରୀ ଶକ୍ତି ମୋ ଠାରେ ନାହିଁ, ପ୍ରଭୁଙ୍କ ଠାରେ ଅଛି। ପ୍ରଭୁ ସୁସ୍ଥ କରନ୍ତି, ଏଇଟା ଆମେ ଲୋକମାନଙ୍କୁ ବୁଝାଇବା ଦରକାର।
ନହେଲେ ଲୋକମାନେ ପ୍ରଭୁଙ୍କ ପଛରେ ନ ଯାଇ ପ୍ରଚାରକ ମାନଙ୍କ ପଛରେ ଯିବେ, ଭାବବାଦୀ ମାନଙ୍କ ପଛରେ ଯିବେ। ଏଇଟା ଆମେ ବୁଝିବା ଦରକାର। ତ ଆମେ ନୂତନ ନିୟମରେ କଣ ଦେଖୁଛୁ? ତେଲ ପାଇଁ ଅଭିଷେକ ନାହିଁ, ତେଲ ପାଇଁ ପ୍ରାର୍ଥନା ନାହିଁ, ରୋଗୀ ପାଇଁ ପ୍ରାର୍ଥନା, ତୈଳକୁ ଅଭିଷେକ କରାଯାଏ ନାହିଁ, ବିଶେଷ କରି ରୋଗୀ ମାନଙ୍କ ପାଇଁ। ଆମେ ଦେଖୁଛୁ ପୁରାତନ ନିୟମରେ ମଧ୍ୟ ତୈଳ କଣ ପାଇଁ? ଯାଜକ ମାନଙ୍କୁ ଅଭିଷେକ କରିବା ପାଇଁ, ରାଜା ମାନଙ୍କୁ ଅଭିଷେକ କରିବା ପାଇଁ ବ୍ୟବହାର କରାଯାଏ। ରୋଗୀ ମାନଙ୍କ ପାଇଁ ଅଭିଷେକ ତେଲର ଆବଶ୍ୟକ ନାହିଁ। ଆପଣ ଇଂରାଜୀରେ ଦେଖିଲା ବେଳକୁ ସେ ଯୋଉଠି ବି ଲେଖାଯାଉଛି ଏନୋଏଣ୍ଟ ଏନୋଏଣ୍ଟ ବୋଲି ଲେଖାଯାଉଛି, ସେଇଠୁ ବାହାରିଲା ଏନୋଏଣ୍ଟିଂ ଅଏଲ। କିନ୍ତୁ ମୁଁ ଆପଣ ମାନଙ୍କୁ କହୁଥିଲି ଯେ ଯୋଉ ଗ୍ରୀକ ଭାଷାରେ ଯୋଉ ଏନୋଏଣ୍ଟିଂ ଲେଖାଯାଉଛି ତାର ବାସ୍ତବ ଅର୍ଥ କଣ? ଅଲେଫୋ। ଅଲେଫୋ ମାନେ କଣ? ଏଟା ହଉଛି ରଗଡିବା ବା ମାଲିସ କରିବା, ଅଭିଷେକ କରିବା ତାର ଅର୍ଥ ନୁହଁ ସେଇଟା। ପ୍ରଭୁ ଆମମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଅଭିଷେକ କାହା ଉପରେ ଆସୁଛି? ବସ୍ତୁ ଉପରେ ନୁହେଁ, ସ୍ଥାନ ଉପରେ ନୁହେଁ, ବ୍ୟକ୍ତି ଉପରେ। ପ୍ରଭୁ କହୁଛନ୍ତି ଆମର ଆତ୍ମା ଆମେ ଢାଳି ଦେବା। এইটা ନୂତନ ନିୟମର ବିଶ୍ୱାସ ପାଇଁ ପ୍ରତିଜ୍ଞା ଅଟେ। ଯଦି ଆମେ ପଢିବା ପ୍ରଥମ ଯୋହନ 2 ପର୍ବ 27 ପଦ। କିନ୍ତୁ ତୁମ୍ଭେମାନେ ତାହାଙ୍କ ଠାରୁ ଯେଉଁ ଅଭିଷେକ ପାଇଅଛ ତାହା ତୁମ୍ଭମାନଙ୍କ ଠାରେ ରହିଅଛି। ପୁଣି କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦେବ ଏହା ତୁମ୍ଭମାନଙ୍କର ଆବଶ୍ୟକ ନାହିଁ। ମାତ୍ର ତାହାଙ୍କ ଠାରୁ ସେହି ଅଭିଷେକ ତୁମ୍ଭମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ। ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କ ଠାରେ ରୁହ। କଣ ଲେଖାଯାଉଛି? ଅଭିଷେକ ବ୍ୟକ୍ତି ଉପରେ ଆସେ ଆଉ ଅଭିଷେକ ବ୍ୟକ୍ତି ଉପରେ ରହିଥାଏ। ପବିତ୍ର ଆତ୍ମା ଆମର ତ ରହିଥାନ୍ତି, କିନ୍ତୁ ଆମେ ପବିତ୍ର ଆତ୍ମା ପାଇଛୁ ବୋଲି ଆମେ ପାପ କରିବା ଉଚିତ ନୁହେଁ। ଆମେ ପୁରାତନ ନିୟମରେ ଦେଖୁଛୁ ଯେଉଁମାନେ ମଧ୍ୟ ପବିତ୍ର ଆତ୍ମା ପାଇଥିଲେ ପାପ କରିବା ଦ୍ୱାରା ପବିତ୍ର ଆତ୍ମା ସ୍ୱର୍ଗକୁ ଛାଡି ଚାଲିଗଲେ। ପବିତ୍ର ଆତ୍ମା ଆଉ ମନ୍ଦ ଆତ୍ମା ଗୋଟେ ଜାଗାରେ ରହିପାରିବେନି। ତେଣୁ ଆମେ ସତର୍କ ହେବା ଦରକାର। ତ ପ୍ରିୟ ଭାଇ ଭଉଣୀ ମାନେ, ଆଜିର ଶିକ୍ଷାରେ ଆମେ ଯାହା ଧ୍ୟାନ କଲୁ, ପ୍ରାର୍ଥନା ତେଲ ବା ଅଭିଷେକ ତେଲ ବୋଲି କିଛି ଅଛି କି? ଆଜିର ପ୍ରସଙ୍ଗ ରୋଗୀଙ୍କ ପାଇଁ ଅଭିଷେକ ତେଲ ବାଇବଲ ଆଧାରିତ କି? ଏହା ଆମେ ଦେଖୁଥିଲୁ। ଆମେ ଦେଖୁଛୁ ବାଇବଲରେ ଅନେକ ଲୋକ ତୈଳକୁ ବିଭିନ୍ନ ସମୟରେ ବ୍ୟବହାର କରାଯାଉଥିଲା। ଆନନ୍ଦ ସମୟରେ ତୈଳକୁ ବ୍ୟବହାର କରାଯାଉଥିଲା। ବିଳାପ ବା ଦୁଃଖର ସମୟରେ ତୈଳକୁ ବ୍ୟବହାର କରାଯାଉନଥିଲା। ଅତିଥି ଆସିଲେ ତୈଳ ସେମାନଙ୍କୁ ଲଗାଇ ଦଉଥିଲେ ସେମାନଙ୍କୁ ସ୍ୱାଗତ କରିବା ସମୟରେ। ଆଉ ଆମେ ଦେଖୁଛୁ ଯାକୋବ ପୁସ୍ତକରେ ଯୋଉ ଗୋଟେ ପଦକୁ ନେଇ ଲୋକମାନେ ଅଭିଷେକ ତୈଳ ବିକ୍ରି କରୁଛନ୍ତି, ସେଇଟା ମଧ୍ୟ ଭାବବାଦୀ ମାନଙ୍କର କାମ ନୁହେଁ। ପ୍ରାଚୀନ ମାନେ ଯିବେ ତୈଳ ମଖାଇବେ, ବିକ୍ରି କରିବେ ଲେଖାଯାଉନି। ତାଙ୍କ ପାଖରେ ତୈଳ ଥିବ ବା ଏମାନେ ତୈଳ ନେଇକି ଯାଇଥିବେ, ସେଇ ତୈଳ ସେମାନଙ୍କୁ ଲଗେଇ ଦେବେ ଆଉ ପ୍ରାର୍ଥନା କରିବେ। ଆଉ ତେଲ ସୁସ୍ଥ କରିବ ନାହିଁ, ବିଶ୍ୱାସ ଯୁକ୍ତ ପ୍ରାର୍ଥନା ସେ ରୋଗୀକୁ ସୁସ୍ଥ କରିବ। ତେଣୁ ଆମମାନେ ଯେତେବେଳେ ବାଇବଲ ଦ୍ୱାରା ଶିକ୍ଷିତ ହଉଛୁ, ଏ ପ୍ରକାର ପ୍ରାଥମିକ ଶିକ୍ଷାରୁ ବାହାରି ଆସିବା ଦରକାର। ଆଉ ନୂତନ ବିଶ୍ୱାସୀ ମାନଙ୍କୁ ଅଧିକ ସମୟ ଭ୍ରମିତ ନ କରି ସେମାନଙ୍କୁ ମଧ୍ୟ ଆମେ ଶିଖାଇବା ଦରକାର ଯେ ଦେଖରେ ବାବୁ, ତେଲରେ ଶକ୍ତି ନାହିଁ, ଶକ୍ତି ପ୍ରଭୁଙ୍କ ଠାରେ ଅଛି, ଯୀଶୁଙ୍କ ନାମରେ ଅଛି। ଏପରିକି ଶକ୍ତି ପ୍ରଚାରକ ଠାରେ ମଧ୍ୟ ନାହିଁ, ଶକ୍ତି ପ୍ରଭୁଙ୍କ ଠାରେ ଅଛି। ସୁସ୍ଥ ପ୍ରଭୁ କରନ୍ତି, ସୁସ୍ଥ ପ୍ରଭୁ କରନ୍ତି, ଯୀଶୁଙ୍କ ନାମରେ ସୁସ୍ଥ ଅଛି। ଏଇଟା କହିବା ଦ୍ୱାରା ବିଶ୍ୱାସୀ ମାନେ ପ୍ରଭୁରେ ବଢିବେ, ନହେଲେ ଲୋକଙ୍କ ବିଶ୍ୱାସ ଆମ ଉପରେ ଆସିଯିବ। ତାପରେ ପ୍ରଚାରକ ଭାବିବ ମୋଠି ପାୱାର ଅଛି ବୋଲିକିରି। ଆମଠି ପାୱାର ନାହିଁ। ପାୱାର ବିଲଙ୍ଗସ ଟୁ ଗଡ। ପାୱାର କେବଳ ପ୍ରଭୁଙ୍କର ଅଟେ, ଶକ୍ତି ପ୍ରଭୁଙ୍କର ଅଟେ। ପ୍ରଭୁ ଆପଣ ମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ଆପଣ ମାନଙ୍କ ସହିତ ରହି ପ୍ରଭୁ ପଢେଇ ନିଅନ୍ତୁ। ଏହା ନ ବୁଝିବା ଦ୍ୱାରା ଅନେକ ବିଶ୍ୱାସୀ ମାନେ, ସରଳ ବିଶ୍ୱାସୀ ମାନେ ଭ୍ରମିତ ହଉଛନ୍ତି। ଆଜି ଆମେ ଯାହା ଧ୍ୟାନ କଲୁ, ଏଟା ବାଇବଲ ଆଧାରରେ ଆମେ ଧ୍ୟାନ କଲୁ, ବାଇବଲର ବାହାରେ ଆମେ ଯାଇନାହୁଁ। ତେଣୁ ମନେ ରଖିଥାନ୍ତୁ, ରୋଗୀ ମାନଙ୍କ ପାଇଁ ଅଭିଷେକ ତେଲ ବୋଲି କିଛି ନାହିଁ, ପ୍ରାର୍ଥନା ତେଲ ବୋଲି କିଛି ନାହିଁ। ତୈଳକୁ ଅଭିଷେକ କରାଯାଇ ପାରିବ ନାହିଁ ରୋଗୀ ମାନଙ୍କ ପାଇଁ।
ଏନୋଇଣ୍ଟିଂ ଅଏଲ ରୋଗୀ ମାନଙ୍କ ପାଇଁ ନାହିଁ। ଏନୋଇଣ୍ଟିଂ ଅଏଲ କାହା ପାଇଁ? ଯାଜକ ମାନ ପାଇଁ ବ୍ୟବହାର କରାଯାଉଥିଲା। ତେଲରେ ସେମାନଙ୍କୁ ଅଭିଷେକ କରାଯାଉଥିଲା। ରାଜା ମାନଙ୍କୁ ତୈଳରେ ଅଭିଷେକ କରାଯାଉଥିଲା। ରୋଗୀ ମାନଙ୍କ ପାଇଁ ଅଭିଷେକ ତୈଳ ନାହିଁ, ପ୍ରାର୍ଥନା ତେଲ ନାହିଁ। ଯାକୁବ ଯାହା ଲେଖୁଛନ୍ତି, ଯାକୁବ ଯାହା ଲେଖୁଛନ୍ତି ପତ୍ରରେ, ଯାକୁବର ସେ ଦ୍ୱାଦଶ ଗୋଷ୍ଠୀ ଯେ ଛିନ୍ନ ଭିନ୍ନ ହୋଇଛନ୍ତି ତାଡନା ସମୟରେ, ସେମାନଙ୍କୁ ପରାମର୍ଶ ଦେବା ପାଇଁ ପ୍ରାଚୀନ ମାନେ କାହିଁକି ଯିବେ? ପ୍ରାଚୀନ ମାନେ ପରାମର୍ଶ ଦେବେ, ପ୍ରାଚୀନ ମାନେ ସାନ୍ତ୍ୱନା ଦେବେ, ସହାନୁଭୂତି ଦେଖେଇବେ, ଉତ୍ସାହିତ କରିବେ ତାଡନାରେ ସ୍ଥିର ରହିବା ପାଇଁ। ଏଇଟା ପ୍ରାଚୀନ ମାନଙ୍କର କାମ। ପ୍ରାଚୀନ ମାନଙ୍କୁ ଡକାଇବାର ମୂଳ କାରଣ କଣ? ସେମାନେ ଯିବେ, ରୋଗୀକୁ ସାନ୍ତ୍ୱନା ଦେବେ, ପରାମର୍ଶ ଦେବେ, ପ୍ରଭୁରେ ସ୍ଥିର ରହିବାକୁ ଉତ୍ସାହିତ କରିବେ, ଦୁଃଖ କ୍ଲେଶରେ ସ୍ଥିର ରହିବା ପାଇଁ ପରାମର୍ଶ ଦେବେ, ତାପରେ ତୈଳ ମୁଖାଇବେ। କାହିଁକି? ଅଲିଭ ତୈଳ ଲଗାଇବା ଦ୍ୱାରା ବଥା ବି ଟିକେ କମି ଯାଇଥାଏ। ଆଉ ଏଟା ଗୋଟେ ମସାଜ କଲା ଭଳିଆ ଲାଗିଥାଏ, ଦେହରେ ମାଲିସ କଲା ଭଳିଆ ଲାଗିଥାଏ। ଏଟା ଗୋଟେ ଥେରାପି ଭଳିଆ, ତାକୁ ଆରାମ ଲାଗେ, ଘାଟା ଶୁଖିଯାଏ, ବଥାଟା ଟାଣି ଦିଏ, ଯୋଉ ବଥାଟା ହଉଥିବ ତାହା କମିଯାଏ, ଟିକେ ଆରାମ ଲାଗିଥାଏ। ତାପରେ ତା ପାଇଁ ପ୍ରାର୍ଥନା କରିବ। ତୈଳ ସୁସ୍ଥ କରିବ ନାହିଁ, ବିଶ୍ୱାସ ଯୁକ୍ତ ପ୍ରାର୍ଥନା ହିଁ ରୋଗୀକୁ ସୁସ୍ଥ କରିବ। ତୈଳ ପାଇଁ ପ୍ରାର୍ଥନା କରିବ ନାହିଁ, ରୋଗୀ ପାଇଁ ପ୍ରାର୍ଥନା କରିବ। ଅଭିଷେକ ବସ୍ତୁ ଉପରେ ଆସେ ନାହିଁ, ବ୍ୟକ୍ତି ଉପରେ ଆସେ। ଅଭିଷେକ ସ୍ଥାନ ଉପରେ ଆସେ ନାହିଁ, ବ୍ୟକ୍ତି ଉପରେ ଆସେ। ଏଇଟା ବାଇବଲରୁ ଆମେ ଜାଣିପାରୁଛୁ। ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ପ୍ରାର୍ଥନା କରିବା ପାଇଁ ଯିବା। ଅନୁଗ୍ରହକାରୀ ପିତା ପରମେଶ୍ୱର, ଆମେ ଆପଣଙ୍କୁ ଧନ୍ୟବାଦ ଦଉଛୁ ଆଜିର ଶିକ୍ଷା ନିମନ୍ତେ। ପ୍ରଭୁ, ଆମେ ଯେପରି ବାଇବଲ ଖ୍ରୀଷ୍ଟିଆନ ହେଇପାରିବୁ, ବାଇବଲ ଶିକ୍ଷିତ ହେଇପାରିବୁ, ସେଥିପାଇଁ ଆପଣ ମାନଙ୍କୁ ଅନୁଗ୍ରହ ଉପରେ ଅନୁଗ୍ରହ, ଦୟା ଉପରେ ଦୟା କରୁଛନ୍ତି। ପ୍ରଭୁ, ନୂତନ ନିୟମରେ ଆମେ ଯାହା ଦେଖିଲୁ ପ୍ରଭୁ, ରୋଗୀ ମାନଙ୍କ ପାଇଁ ଅଭିଷେକ ତୈଳ ନାହିଁ, ପ୍ରାର୍ଥନା ତୈଳ ନାହିଁ, ଏହା ବୁଝିବା ପାଇଁ ସାହାଯ୍ୟ କର ପ୍ରଭୁ। ସରଳ ବିଶ୍ୱାସୀ ମାନେ, ନୂତନ ବିଶ୍ୱାସୀ ମାନେ ଜାଣନ୍ତି ନାହିଁ ପ୍ରଭୁ, ଅନୁଗ୍ରହ କର ଯେପରି ଏମାନେ ବାଇବଲକୁ ଗୁରୁତ୍ୱ ଦେଇ ବାଇବଲର ସତ୍ୟତା ଜାଣିପାରିବେ। ପ୍ରଭୁ, ଏ ଦିନ ମାନଙ୍କରେ ପ୍ରଭୁ ଅଭିଷେକ ତୈଳ ବା ପ୍ରାର୍ଥନା ତୈଳ ଏକ ବ୍ୟବସାୟରେ ପରିଣତ ହେଇଯାଇଛି ପ୍ରଭୁ। ସରଳ ନିରୀହ ବିଶ୍ୱାସୀ ମାନେ ଚିହ୍ନ ଚମତ୍କାର ପଥରେ ଯାଇ ପ୍ରଭୁ এই ଅଭିଷେକ ତୈଳ, ପ୍ରାର୍ଥନା ତୈଳ ପଛରେ ବୁଲୁଛନ୍ତି ପ୍ରଭୁ। ସେମାନଙ୍କୁ ପ୍ରଚାରକ ମାନେ ମଧ୍ୟ ଭ୍ରମିତ କରୁଛନ୍ତି। ଏ ସୁସ୍ଥକାରୀ ସେବା କାର୍ଯ୍ୟ ଗୋଟେ ବ୍ୟବସାୟୀକରଣ ହେଇଯାଇଛି ପ୍ରଭୁ। ଅନୁଗ୍ରହ କର ପ୍ରଭୁ, ଯେପରି ବିଶ୍ୱାସ ସେମାନେ ଏ ସତ୍ୟାସତ୍ୟକୁ ଜାଣିପାରିବେ। ଆମମାନଙ୍କୁ ଆପଣ ଶିଖାଉଥିବାରୁ ଧନ୍ୟବାଦ ଦିଏ ପ୍ରଭୁ। ସୁସ୍ଥତା ଆପଣଙ୍କ ଠାରୁ ଆସିଥାଏ। ଆପଣ ସୁସ୍ଥକାରୀ ପରମେଶ୍ୱର। ଆପଣଙ୍କ ପୁତ୍ର ଯୀଶୁଙ୍କ ନାମରେ ସୁସ୍ଥତା ଅଛି, ଆମେ ବିଶ୍ୱାସ କରୁ ପ୍ରଭୁ। ପ୍ରଭୁ, ତୈଳ ଦ୍ୱାରା ସୁସ୍ଥତା ଆସେ ନାହିଁ, ଯୀଶୁଙ୍କ ନାମରେ ସୁସ୍ଥତା ଆସେ। ବିଶ୍ୱାସ ଯୁକ୍ତ ପ୍ରାର୍ଥନା ରୋଗୀକୁ ସୁସ୍ଥ କରେ, ଏହା ବୁଝିବା ପାଇଁ ଆମମାନଙ୍କୁ ଅନୁଗ୍ରହ କର। ବାକ୍ୟ ଦ୍ୱାରା କଥା ହେଇଥିବାରୁ ଆପଣଙ୍କୁ